पीएम किसान सम्मान निधि योजना। ଏହି ଯୋଜନା ଅଧୀନରେ ଚାଷୀ ଭାଇମାନଙ୍କୁ ଗୋଟେ ବର୍ଷରେ 6,000 ଟଙ୍କାର ଲାଭ ମିଳୁଥାଏ। ଏହି ଯୋଜନାରେ ଏବେ ଆଗକୁ 16ତମ କିସ୍ତିଟି ଆସିବାକୁ ଅଛି। ଏହି 16ତମ କିସ୍ତିରେ କେତେ ଟଙ୍କା ଦିଆଯିବ ଚାଷୀ ଭାଇମାନଙ୍କୁ? ଏବେ କିଛି ଦିନ ଆଗରୁ ଅପଡେଟ୍ ଆସୁଥିଲା ଯେ ପିଏମ୍ କିसान ସମ୍ମାନ ନିଧି ଯୋଜନାରେ ପ୍ରଧାନମନ୍ତ୍ରୀ ଯେଉଁ 6,000 ଟଙ୍କା ଗୋଟେ ବର୍ଷରେ ଦେଉଥିଲେ, ସେଇ 6,000 ଟଙ୍କାକୁ ବୃଦ୍ଧି କରି 12,000 କରିଦେଇଛନ୍ତି। ଗୋଟେ ବର୍ଷରେ 12,000 ମିଳିବ ବୋଲି ଅପଡେଟ୍ ଆସୁଥିଲା ପିଏମ୍ କିसान ଯୋଜନାରେ। କିନ୍ତୁ ସତରେ କ'ଣ ପିଏମ୍ କିसान ସମ୍ମାନ ନିଧି ଯୋଜନାରେ ଏଥର ଗୋଟେ ବର୍ଷରେ 12,000 ମିଳିବ? ଏହା ବିଷୟରେ ପୁରା କନଫର୍ମ କରିବାକୁ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ, କାରଣ ପିଏମ୍ କିसान ଯୋଜନା ଅନ୍ୟ ସ୍କିମ୍ ବିଷୟରେ ଏହିଭଳି ଅପଡେଟ୍ ଆପଣମାନେ ମୋ ଚ୍ୟାନେଲରେ ପାଇପାରିବେ। ପିଏମ୍ କିसान ସମ୍ମାନ ନିଧି ଯୋଜନା। ଏହି ଯୋଜନା ଅଧୀନରେ 6,000 ଟଙ୍କାକୁ 3ଟି କିସ୍ତି ମାଧ୍ୟମରେ 2,000 କରି ଗୋଟେ ବର୍ଷରେ ପ୍ରଧାନମନ୍ତ୍ରୀ ଚାଷୀ ଭାଇମାନଙ୍କୁ ଆର୍ଥିକ ସହାୟତା ଭାବରେ ପ୍ରଦାନ କରନ୍ତି। କିନ୍ତୁ ମଝିରେ ଅପଡେଟ୍ ଆସୁଥିଲା ଏହି ଯୋଜନା ଅଧୀନରେ ଚାଷୀ ଭାଇମାନେ ଏଥର 6,000 ବଦଳରେ 12,000 ଚାଷୀମାନଙ୍କୁ ପ୍ରଦାନ କରିବେ ଗୋଟେ ବର୍ଷରେ। କିନ୍ତୁ ଏଥର ଯେଉଁ 16ତମ କିସ୍ତିଟି ଆଗକୁ ଆସିବାର ଅଛି, ଏହି ଯେଉଁ 16ତମ କିସ୍ତିଟି ଆସିବ, ଏହି 16ତମ କିସ୍ତି ଅଧୀନରେ ଚାଷୀ ଭାଇମାନଙ୍କୁ 2,000 ମିଳିବ ନା 4,000 ମିଳିବ? ଯଦି ପୂର୍ବ ଭଳି ଟଙ୍କା ମିଳିବ ତେବେ ଚାଷୀ ଭାଇମାନଙ୍କୁ 2,000 ହିଁ ମିଳିବ। ଯଦି 12,000 ଦିଆଯିବ ତେବେ ଚାଷୀ ଭାଇମାନଙ୍କୁ ଗୋଟେ କିସ୍ତିରେ 4,000 ମିଳିବ। ତେବେ 2,000 ମିଳିବ ନା 4,000 ମିଳିବ? ଏହାକୁ କନଫର୍ମ କରିନିଅନ୍ତୁ। ପିଏମ୍ କିसान ସମ୍ମାନ ନିଧି ଯୋଜନାରେ ଯେତେ ସବୁ ଅପଡେଟ୍ ଆସୁଛି ସେ ସବୁ ଗୁଡ଼ିକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଉଛି। କିନ୍ତୁ ଏବେ ଏଇ ଯେଉଁ 12,000 ଟଙ୍କାକୁ ନେଇକି ଅପଡେଟ୍ ଆସୁଛି, ଏହା ଏପର୍ଯ୍ୟନ୍ତ କନଫର୍ମ କରାଯାଇନି ଚାଷୀ ଭାଇମାନଙ୍କୁ 12,000 ମିଳିବ ବୋଲି। ଚାଷୀ ଭାଇମାନଙ୍କୁ ଏଥର ପ୍ରାୟ 2,000 ଟଙ୍କା ମିଳିବ ଏହି 16ତମ କିସ୍ତିରେ। ଆପଣମାନେ 4,000 ଟଙ୍କାକୁ ଆଶା ରଖନ୍ତୁ ନାହିଁ। ଆପଣମାନଙ୍କୁ ଏଥର ଏହି 16ତମ କିସ୍ତିରେ 2,000 ଟଙ୍କା ହିଁ ପ୍ରଦାନ କରାଯିବ। ଏହା ସହିତ ଆପଣମାନେ ଯଦି ପିଏମ୍ କିसान ଯୋଜନାରେ ଇକେୱାଇସି ଅପଡେଟ୍କୁ କରିନାହାନ୍ତି, ତେବେ ଏହାକୁ ଆପଣଙ୍କର ନିକଟରେ ଯେକୌଣସି ଜନସେବା କେନ୍ଦ୍ରରେ କରାନ୍ତୁ।